ଯାହା ହଉ ଆଜି ବିଶେଷ ଖୁସିର ଦିନ। ଆଜି ଆମ ଗ୍ରାମରେ କ୍ରିକେଟ ଆଜି ପଡ଼ିଆରେ ଯେଉଁ କ୍ରିକେଟ ଦୁଇ ଦଳ ଟିମ୍ ମଧ୍ୟରେ ଯେଉଁ ମ୍ୟାଚ୍ ଉଦ୍ଘାଟନ ହେଲା, ମନୋରଞ୍ଜନ ହେଲା ଆମମାନଙ୍କର ଏବଂ କ୍ରୀଡ଼ାକର୍ଷକ କ୍ରିକେଟ ମ୍ୟାଚ୍ ମଧ୍ୟ ହେଲା। ଯାହା ହଉ ଆମେମାନେ ଯେତେବେଳେ ଯୁବକ ଥିଲୁ ସେତେବେଳେ এই କ୍ରିକେଟ ମ୍ୟାଚ୍ ବା କ୍ରିକେଟ ଖେଳର ଏତେ ପ୍ରସାର ପ୍ରଭାବ ନଥିଲା। ସେତେବେଳେ ଆମେ ଫୁଟବଲ ଉପରେ ଗୁରୁତ୍ୱ ଦେଉଥିଲୁ ଏବଂ ଫୁଟବଲ ଖେଳ ପାଇଁ ଫୁଟବଲ ଖେଳରେ এই ଗ୍ରାମବାସୀମାନେ ବହୁତ ଉତ୍ସାହିତ କରୁଥିଲେ ଆମମାନଙ୍କୁ ଏବଂ ଫୁଟବଲ ଖେଳ ମାଧ୍ୟମରେ ଆମେ ବିଭିନ୍ନ ମ୍ୟାଚ୍ ବିଭିନ୍ନ ଅଞ୍ଚଳରେ ମ୍ୟାଚ୍ ଭାଗ ନେଉଥିଲୁ ଏବଂ ସେତେବେଳେ ବହୁ ଉତ୍ସାହ ଉଦ୍ଦୀପନା ଥିଲା। ଯାହା କାଳକ୍ରମେ ଫୁଟବଲ ବର୍ତ୍ତମାନ ଆଉ ସେଭଳି ପ୍ରଭାବ ନାହିଁ। ବର୍ତ୍ତମାନ କ୍ରିକେଟ ଯୁଗ। କ୍ରିକେଟ ସମୟରେ ଇଏ କ୍ରିକେଟ ଖେଳ ଏବଂ ଯାଉ ଆନ୍ତର୍ଜାତୀୟ ଖେଳ ଯାଉ ଆମ ପିଲାମାନେ ବେଶୀ ଏ ଖେଳ ପ୍ରତି ଆକୃଷ୍ଟ ହୋଇଛନ୍ତି ଏବଂ ଏ ଖେଳ ଦ୍ୱାରା ପିଲାମାନେ ବହୁ ଉତ୍ସାହିତ ମଧ୍ୟ ହେଉଛନ୍ତି। ଆମେ ଦେଖୁଥିଲୁ ଏବେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଦ୍ୱାରା କିଛି ବଲ୍ ବ୍ୟାଟ୍ ଧରି ପିଲାମାନେ ସବୁଦିନେ ସବୁ ଗାଁ ଦେଇ ଯିବାବେଳେ ଦେଖୁଛୁ ପ୍ରତ୍ୟେକ ପଡ଼ିଆରେ କେଉଁଠି ବିଲରେ ଖେଳ ମଧ୍ୟ ଚାଲୁଛି। ଆଉ କିଛି ଦିନ ପୂର୍ବରୁ ଆମେ ଦେଖୁଥିଲୁ ବଲ୍ ମାମେରେ ଯେଉଁ ନଡ଼ିଆ ବାଉଁଗାରେ ମଧ୍ୟ ଖେଳୁଥିଲେ ପିଲାମାନେ। ସେ ସମୟ ମଧ୍ୟ ଅତିବାହିତ ହେଉଛି। ବର୍ତ୍ତମାନ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଅବସ୍ଥାରେ ଥିବାବେଳେ ଯାହା ପିଲାମାନେ ବ୍ୟାଟ୍ ବଲ୍ ଧରି ଖେଳ ଆରମ୍ଭ କରୁଛନ୍ତି। ବର୍ତ୍ତମାନ ଭାରତବର୍ଷରେ କ୍ରିକେଟର ମୂଲ୍ୟ ବହୁତ ବଢ଼ିଯାଇଛି। ବର୍ତ୍ତମାନ ଦେଶ ବର୍ତ୍ତମାନ କ୍ରିକେଟ ଖେଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଆଜି ମଧ୍ୟ କଟକରେ ଇଂଲଣ୍ଡ ଏବଂ ଇଣ୍ଡିଆ ମଧ୍ୟରେ ଏକ ଦିବସୀୟ ଖେଳ ଚାଲିଛି। ଯାହା ହଉ କ୍ରିକେଟ ପ୍ରତି ଲୋକଙ୍କର ଏତେ ଉତ୍ସାହ ବା ଏତେ ପ୍ରେମ ବଢ଼ିଯାଇଛି ଯେ ମଧ୍ୟ ବାରବାଟରେ ଗୋଟିଏ ଦିନରେ ସବୁ ଟିକେଟ ବିକ୍ରି ହେଇଯାଉଛି। ବର୍ତ୍ତମାନ ଯାହା ହଉ କ୍ରିକେଟ ପ୍ରତି ଆମର ପିଲାମାନଙ୍କର ବହୁତ ଆଗ୍ରହ ବଢ଼ିଛି ଏବଂ ଏହି କ୍ରିକେଟ ଖେଳ ମାଧ୍ୟମରେ ଆମର ଆଞ୍ଚଳିକ ଭାରସାମ୍ୟ ବା ଭାଇଚାରା ରକ୍ଷା କରି ହେଉଛି ଏବଂ ଏ କ୍ରିକେଟ ମାଧ୍ୟମରେ ଆମ ପିଲାମାନେ ବହୁତ ଆଜି ଯେଉଁ ପିଲାମାନେ ଏଠି ଖେଳୁଛନ୍ତି ହୁଏତ କାଲି ସେମାନେ ଓଡ଼ିଶାରେ ଯାଇ ରଣଜୀ ଟ୍ରଫି ଖେଳିପାରିବେ ଏବଂ ଦେଶରେ ମଧ୍ୟ ଖେଳିପାରିବେ। କାହାର ଭବିଷ୍ୟତ କେତେବେଳେ କ'ଣ ହେବ ବା କାହାର ଭାଗ୍ୟରେ କ'ଣ ଅଛି କହିହେବନି। ଯାଉ ସେମାନଙ୍କର ଏ ଖେଳ ପ୍ରତି ବହୁତ ଆଗ୍ରହ ରହିଛି। ଆଉ ଏ ଖେଳ ବର୍ତ୍ତମାନ ଆମ ଏ ଅଞ୍ଚଳରେ ଯାଉ ଅଧିକ ପ୍ରସାର ହେବାକୁ ଯାଉଛି। ଆଜି ଯେଉଁମାନେ ଏ ଖେଳ କରାଇଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଯେଉଁ ପିଲାଟି ଆମ ଗାଁରେ ଯେଉଁ ଯୁବ ପିଲାଟି ଥିଲା ତାର ହଠାତ୍ ଦୁର୍ଘଟଣା ସେ 8 ତାରିଖ ଗଲେ ମଧ୍ୟ ତାର ସ୍ମୃତି ଉଦ୍ଦେଶ୍ୟରେ ଆଜି ଯେଉଁ ଯୁବବନ୍ଧୁ ତାର ଯେଉଁ ସାଙ୍ଗସାଥି ବା ଆମ ଅଞ୍ଚଳରେ ଯେଉଁ ପିଲାମାନେ ସ୍ମୃତିକୁ ରକ୍ଷା କରିବା ପାଇଁ ଆଜି ଯେଉଁ ମେମୋରିଆଲ ବା ଆରମ୍ଭ କରିଛନ୍ତି ତାହା ମୁଁ ଚାହୁଁଛି ଆଜି ଏଇ ଗୋଟିଏ ବର୍ଷ ନ ରହୁ, ଯାହାର ଦୀର୍ଘାୟୁ ହଉ, ସବୁଦିନେ ପ୍ରତ୍ୟେକ ବର୍ଷ ଚାଲୁ ଏବଂ ତା ସ୍ମୃତି ରକ୍ଷା ହଉ ଏବଂ ପିଲାମାନେ ମଧ୍ୟ ଉତ୍ସାହିତ ହୁଅନ୍ତୁ। ଆଉ ଯେଉଁ ଯୁବବନ୍ଧୁମାନେ ଆଜି ଆପଣ ଉଦ୍ୟମ କରିଛନ୍ତି ଆଉ ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ସେମାନେ ମଧ୍ୟ ସବୁଦିନେ ଏ ଖେଳ ପ୍ରତି ବା ତା ସ୍ମୃତି ପ୍ରତି ଧ୍ୟାନ ରଖିବେ। ଆଉ କିଛି କହିବାକୁ ଚାହୁଁନାହିଁ। ମୋ ମୋତେ ଆସନ୍ତି କ୍ରିକେଟ ଖେଳ ଏବେ ଦିନ ଥିଲା ଇଏ ଆଜି ଏଥର ପାଗଳ ଭଳି ଲୋକମାନେ ଦେଖୁଛନ୍ତି। ଆମର ପୂର୍ବ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ମଲ୍ଲ ପ୍ରଧାନ କହିଥିଲେ
ଏ ଖେଳ ହେଉଛି ପାଗଳ ଖେଳ। टीम बिरा ଏ बसे ଖେଳ ହେଲେ ପିଲାମାନେ ଯୋଉ ପାଗଳାମି ହଉଛି ତାଙ୍କର ଯୋଉମାନେ ପାଗଳ ଭଳି ଦୌଡ଼ୁଛନ୍ତି ଖେଳୁଛନ୍ତି ସେଇଭଳି ଖେଳ ଇଏ ମଧ୍ୟ କ୍ରିକେଟ ଖେଳ। ଯାହା ହଉ ଆମମାନେ ପ୍ରଥମେ କ୍ରିକେଟ ଖେଳ ବୁଝିପାରୁଛନ୍ତି ଏବେ କ୍ରିକେଟ ଖେଳ ଦେଖିବାକୁ ମଧ୍ୟ ବହୁତ ଇଣ୍ଟରେଷ୍ଟ ଲାଗୁଛି। ଯାହା ହଉ ଆଖପାଖରେ ଆମେ କ୍ରିକେଟ ଯୋଉ ବାହାରକୁ ଯାଇନପାରୁ ମଧ୍ୟ ଦେଖୁଛୁ। ତେଣୁ ଇଏ ଆଜି ଯୋଉ କୃଷକ କ୍ଲବ ଆଜି ଯୋଉ ଆମମାନଙ୍କୁ ଯୋଉ सैमसंग ମ୍ୟାଚ୍ सोनी रो କରେଇ एकुडा ଆମ दिए तो ଖେଳ हेति में एक बस କରେଇଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ବହୁତ ଉଭୟ ଦଳ ଖେଳାଳିମାନଙ୍କୁ ମଧ୍ୟ ଧନ୍ୟବାଦ ସେମାନଙ୍କୁ ସ୍ୱାଗତ କରୁଛି। ସେମାନେ ଏଭଳି ଭଲ ଆତ୍ମବିଶ୍ୱାସରେ ଭଲ ଖେଳନ୍ତୁ। ଆଜି ଯିଏ ହାରିଛି ସେ ମନ ଦୁଃଖ କରିବା କଥା ନୁହେଁ। ଯାହା କହୁଛି ଯେ ଯୋଉମାନେ ଆଜି ଯିଏ ହାରିଛି କାଲି ସେ ଜିତିବ। ଯେ ଫାଇନାଲ ପିଲାର ଜିତିବା ସକ୍ସେସ୍ ଯାହା କହୁଛି। ତେଣୁ ମନ ଦୁଃଖ କରିବାର ନାହିଁ। ତେଣୁ ଉଭୟ ଖେଳକୁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ